ନୂଆ ବର୍ଷରେ କମ୍ବ୍ୟାକ୍ କଲା ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ। ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଆଜିଠାରୁ 4 ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟବାସୀଙ୍କୁ ଥରାଉଛି ଶୀତ। 8ଟି ସହରରେ 10 ଡିଗ୍ରୀ ତଳେ ପାରଦ ରେକର୍ଡ। ଏବର୍ଷର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। ଗତକାଲି ରାତିରେ ରାଉରକେଲାର ତାପମାତ୍ରା 7 ଡିଗ୍ରୀ ତଳେ ଥିଲା। ସେହିପରି ଝାରସୁଗୁଡ଼ାରେ 8, କେନ୍ଦୁଝରରେ 9.5, ସୁନ୍ଦରଗଡ଼ରେ 9.7, ଫୁଲବାଣୀରେ 9.5, ଦାରିଙ୍ଗବାଡ଼ିରେ 9.5 ଏବଂ ରାଉରକେଲାରେ 7 ଡିଗ୍ରୀ ପାରଦ ରହିଛି। ସେହିପରି ଅନୁଗୁଳ ଏବଂ ସୋନପୁରରେ 10 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ବି ଖସିଛି ପାରଦ। ଗତକାଲି ଭୁବନେଶ୍ୱରର ପାରଦ ଥିଲା 13.2 ଡିଗ୍ରୀ ସେଲସିୟସ୍। କଟକରେ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାକୁ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ। ପାଖାପାଖି 3ରୁ 5 ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବାର ସମ୍ଭାବନା ରହିଛି, ଯାହାଫଳରେ ଆହୁରି ଅଧିକ ଶୀତ ମଧ୍ୟ ଅନୁଭୂତ ହେବ।